ଶ୍ରୀମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ପ୍ରାରମ୍ଭରେ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ କରାଯାଇଥିଲା। ବୈଠକରେ ନୂତନ ଭାବରେ 14ଗୋଟି ସବ୍ କମିଟି ଗଠନ ହୋଇଛି। ସେଥିମଧ୍ୟରୁ ଅର୍ଥନୀତି ରତ୍ନଭଣ୍ଡାର ଅପିଲ ସବ୍ କମିଟି ଗଠନ କରିଛି। ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବ୍ କମିଟି ଗଠନ ହୋଇଛି। ସୁରକ୍ଷା କମିଟିରେ ଗିରୀଶ ମୁର୍ମୁ ଅଧ୍ୟକ୍ଷ, ଜିଲ୍ଲାପାଳ, ଏସ୍ପି, ସେବାୟତମାନେ ସଦସ୍ୟ ଅଛନ୍ତି। ପ୍ରତ୍ୟେକ କମିଟିରେ ପରିଚାଳନା କମିଟିର ସଭ୍ୟ ଅଛନ୍ତି। ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଓ ପ୍ରକାଶନ ସବ୍ କମିଟି ଗଠନ ସେବକ କଲ୍ୟାଣ ପାଇଁ ସବ୍ କମିଟିରେ ଜିଲ୍ଲାପାଳ, ଅଧ୍ୟକ୍ଷ, ଏସ୍ପି ସଦସ୍ୟ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, କିଛି ସେବାୟତ ସଦସ୍ୟ ଅଛନ୍ତି। ଭୂମି ସବ୍ କମିଟି ବା ଲ୍ୟାଣ୍ଡ ସବ୍ କମିଟି ଗଠନ ହୋଇଛି। ମୁଖ୍ୟ ପ୍ରଶାସକ, ଅଧ୍ୟକ୍ଷ, ଜିଲ୍ଲାପାଳ, ଦେବଦତ୍ତ କମିଶନର ସଦସ୍ୟ ରହିବେ। ପ୍ରକଳ୍ପ ସଂସ୍କୃତି ସବ୍ କମିଟି ଗଠନ ହେବ। ରିପୋର୍ଟ ଓଡ଼ିଶା ଡିଜିଟାଲ ନ୍ୟୁଜ୍।